ନମସ୍କାର ସାଙ୍ଗମାନେ, ଜୟ ଜଗନ୍ନାଥ, ଜୟ ଶ୍ରୀରାମ। ଆଜିର ଆଉ ଏକ ନୂଆ ଭିଡ଼ିଓରେ ମୁଁ ଆପଣମାନଙ୍କୁ ସ୍ୱାଗତ ଜଣାଉଛି। ଆଜି ହେଉଛି 17 ଏପ୍ରିଲ 2024 ଶୁକ୍ରବାର। 12ଗୋଟି ରାଶି ମଧ୍ୟରୁ ବୃଷ ରାଶିର ରାଶିଫଳରେ ଆଜି ସବୁ କ'ଣ ଘଟିବାର ଅଛି ଚାଲନ୍ତୁ ଶୁଣିବା। ଆଜି ହେଉଛି ରୁକ୍ମିଣୀ ଅମାବାସ୍ୟା, ବୈଶାଖ ଅମାବାସ୍ୟା, ବିଶ୍ୱ ହେମୋଫିଲିଆ ଦିବସ, ବିଜୁ ପଟ୍ଟନାୟକ ତିରୋଧାନ ଦିବସ। ଆଜି ଯେହେତୁ ଅମାବାସ୍ୟା ଅଛି, କିଛି ଦାନ ଧର୍ମ କରନ୍ତୁ। ଆଜି ଆମିଷ ଖାଇବା, ତେଲ ଲଗାଇବା ଏସବୁ ସ୍ୱାସ୍ଥ୍ୟ ପକ୍ଷେ ବହୁତ କ୍ଷତିକାରକ ଅଟେ। ଆଜିର ସୂର୍ଯ୍ୟୋଦୟ ସମୟ ସକାଳ 5ଟା 28ରୁ ସୂର୍ଯ୍ୟାସ୍ତ ସମୟ ସନ୍ଧ୍ୟା 6ଟା 5। ଆଜିର ଶୁଭ ସମୟ ଗୁଡ଼ିକ ହେଲା ସକାଳ 5ଟା 31ରୁ 6ଟା 21, ସକାଳ 7ଟା 11ରୁ 8ଟା 38, ଅପରାହ୍ନ 12ଟା 11ରୁ 2ଟା 41, 4ଟା 21ରୁ 6ଟା 1, ସନ୍ଧ୍ୟା 7ଟା 33ରୁ 8ଟା 53। ଚାଲନ୍ତୁ ଶୁଣିବା ବୃଷ ରାଶିରେ ଆଜି କ'ଣ ଘଟିବାର ଅଛି। ଭୁଲ ଲୋକଙ୍କ ସମ୍ପର୍କରେ ଆଜି ଆପଣ ଆସିବେ। କାମ ଆଜି ଆପଣଙ୍କ ପସନ୍ଦର ହେବ। ଆଜି ଆପଣ କିଛି ଭାବି ଚିନ୍ତିକି ଷ୍ଟେପ୍ ନେଲେ ସମସ୍ୟାରୁ ବାହାରି ଆସିବେ। ଆଜି ଆପଣ ଲେଟ୍ ନାଇଟ୍ ଯାଏଁ ବାହାରେ ରହିବେ ନାହିଁ। ଆଜି ଆପଣଙ୍କର ଶୁଭ ରଙ୍ଗ ଧଳା। ଆଜି ଆପଣ ବିଷ୍ଣୁ ସହସ୍ରନାମ ଜପ କରନ୍ତୁ, ଦେଖିବେ ଦିନଟି ଆପଣଙ୍କର ମଙ୍ଗଳମୟ ହେବ ଓ ସବୁ ଅସୁବିଧା ଦୂର ହେବ। ଯଦି ଆପଣମାନେ ଆଉ ଅଲଗା ରାଶି ବିଷୟରେ ଜାଣିବା ପାଇଁ ଚାହୁଁଛନ୍ତି ତାହେଲେ ପ୍ଲିଜ୍ ମୋତେ କମେଣ୍ଟ ମାଧ୍ୟମରେ ଜଣାଇବେ। ରହିଲି ସାଙ୍ଗମାନେ, ଜୟ ଜଗନ୍ନାଥ, ଜୟ ଶ୍ରୀରାମ।